ଓଁ ସାଇନାଥାୟ ନମଃ। ଯେଉଁଠି ଶ୍ରଦ୍ଧା ଅଛି ସେଠି ସାଇବାବା ଅଛନ୍ତି। ନମସ୍କାର ବନ୍ଧୁମାନେ। ଆଜି ଆମେ ଆପଣଙ୍କୁ ନେଇଯିବୁ ଶିରିଡ଼ି ସାଇବାବାଙ୍କର ଗୋଟିଏ ନୀରବ, ଗଭୀର ଏବଂ ହୃଦୟସ୍ପର୍ଶୀ ଭକ୍ତି ଲୀଳାରେ। ଏହା କେବଳ ଗୋଟିଏ କଥା ନୁହେଁ, ଏହା ଗୋଟିଏ ଅନୁଭବ ଯାହା ଆମକୁ ଶିଖାଏ ଶ୍ରଦ୍ଧା, ଧୈର୍ଯ୍ୟ ଏବଂ ଭରସା। ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ, ମନକୁ ଶାନ୍ତ କରନ୍ତୁ ଏବଂ ସାଇବାବାରେ ନାମ ସ୍ମରଣ କରନ୍ତୁ। ଶିରିଡ଼ି ଗାଁର ସୀମାନ୍ତରେ ଗୋଟିଏ ବୃଦ୍ଧ ମା ରହୁଥିଲେ। ନାମ ତାଙ୍କର ଗଙ୍ଗାମାଇ। ତାଙ୍କ ପାଖରେ ନଥିଲା ଧନ, ନଥିଲା ଘର, ନଥିଲା ପରିବାର। ପ୍ରତିଦିନ ସକାଳେ ସେ ଦ୍ୱାରିକାମାଇ ସାମ୍ନାରେ ଦଣ୍ଡବତ ହୋଇ କହୁଥିଲେ, ସାଇ, ଆଜି ମୋତେ କିଛି ନଦେଲେ ମଧ୍ୟ ଚାଲିବ, କିନ୍ତୁ ମୋର ବିଶ୍ୱାସ ନେବେ ନାହିଁ। ସେଦିନ ଗୋଟିଏ ଧନୀ ଲୋକ ମନ୍ଦିରକୁ ଆସି ବଡ଼ ବଡ଼ ଫଳ, ମିଠା ଦାନ କଲା। ଲୋକେ ତାକୁ ସମ୍ମାନ ଦେଲେ। ଗଙ୍ଗାମାଇ ଚୁପଚାପ ଗୋଟିଏ କୋଣରେ ବସି କହିଲେ, ଗଙ୍ଗାମାଇଙ୍କ ପାଖରେ ସାଇଙ୍କୁ ଦେବାକୁ କିଛି ବି ଥିଲା ନାହିଁ। ସେ ମାଟିରୁ ଗୋଟିଏ ଛୋଟ ପଥର ଉଠାଇ ହୃଦୟରେ ଛୁଇଁଲା, କହିଲେ, ସାଇ, ଏହା ମୋର ଅହଙ୍କାର, ଆଜି ଏହାକୁ ଆପଣଙ୍କ ପାଦେ ରଖୁଛି। ସେହି ମୁହୂର୍ତ୍ତରେ ଦ୍ୱାରିକା ମଧ୍ୟରେ ସାଇବାବା ସ୍ୱର ଶୁଣାଗଲା, ମାଇଁ ରୁକ୍, ମାଇଁ ରୁକ୍। ସମସ୍ତେ ଆଶ୍ଚର୍ଯ୍ୟ ହେଲେ। ସାଇ ନିଜେ ବାହାରି ଆସି ଗଙ୍ଗାମାଇଙ୍କ ହାତରୁ ସେ ପଥର ନେଲେ ଏବଂ ମସ୍ତକରେ ରଖି କହିଲେ, ଯେଉଁ ଦାନର ଅହଙ୍କାର ନଥାଏ, ସେହି ମୋର ସତ୍ୟ ପ୍ରସାଦ। ତାପରେ ସାଇ ସମସ୍ତଙ୍କୁ କହିଲେ, ଆଜି କେହି ଭୋକା ରହିବେ ନାହିଁ। କିନ୍ତୁ ଆଶ୍ଚର୍ଯ୍ୟ, ରୋଷେଇ ଘରେ ତ କିଛି ଥିଲା ନାହିଁ, ନା ଚାଉଳ, ନା ଡାଲି, ନା ଅଗ୍ନି ଜାଳିବାକୁ କାଠ। ସେବକମାନେ ଭୟଭୀତ ହୋଇ କହିଲେ, ବାବା, ଆଜି ପ୍ରସାଦ କିପରି? ସାଇବାବା ହସି କହିଲେ, ଯେଉଁଠି ବିଶ୍ୱାସ ରହେ ସେଠି ଅଭାବ ରହେ ନା। ଯେ ଗଙ୍ଗାମାଇକୁ ଡାକି କହିଲେ, ମାଇଁ, ତୁମ ଅଞ୍ଚଳ ଖୋଲା। ଗଙ୍ଗାମାଇ ଭୟ ଓ ଭକ୍ତିର ଆଞ୍ଚଳ ଖୋଲିଲେ। ସେହି ଅଞ୍ଚଳରେ ଧୀରେ ଧୀରେ ଗରମ ଭାକ୍ରି ଓ ଶାଖ ପ୍ରକଟ ହେଲା। ଲୋକେ ଦେଖି ନୀରବ ହୋଇଗଲେ। କେହି କାନ୍ଦୁଥିଲେ, କେହି ଦଣ୍ଡବତ ହେଉଥିଲେ। ସାଇ କହିଲେ, ଏହା ମୋର ଲୀଳା ନୁହେଁ, ଏହା ତୁମ ଶ୍ରଦ୍ଧାର ଫଳ। ସମସ୍ତଙ୍କୁ ଭୋଜନ ମିଳିଲା, କିନ୍ତୁ ପ୍ରସାଦ କମିଲା ନାହିଁ। ଭୋଜନ ଶେଷ ହେଲା ପରେ ଗଙ୍ଗାମାଇ ସାଇଙ୍କ ପାଦ ଧରି କହିଲେ, ସାଇ, ଆଜି ମୋତେ ଧନ ମିଳିଲା ନାହିଁ, କିନ୍ତୁ ଆପଣ ମୋତେ ଆପଣଙ୍କ ନଜର ଦେଲେ। ସାଇ ତାଙ୍କ ମୁଣ୍ଡରେ ହାତ ରଖି କହିଲେ, ମାଇଁ, ଯେ ମୋତେ କିଛି ମାଗେ ନା, ନିଶ୍ଚୟ ମୁଁ ତାକୁ ଦିଏ। ରୋଷେଇ ଘରେ ତ କିଛି ନଥିଲା, ନା ଚାଉଳ, ନା ଡାଲି, ନା ତେଲ। ସେବକମାନେ ଭୟରେ ଚାହିଁ ରହିଲେ। ସାଇବାବା ହସି କହିଲେ, ଯେଉଁଠି ବିଶ୍ୱାସ ଅଛି ସେଠି ଅଭାବ ରହେ ନା। ସେ ନିଜେ ଚୁଲି ପାଖକୁ ଯାଇ ଖାଲି ହାଣ୍ଡିରେ ଗୋଟେ ଚାମଚ ଖାକ ଦେଲେ ଏବଂ ଗଙ୍ଗାମାଇକୁ କହିଲେ, ମାଇଁ, ଏହାକୁ ନଡ଼ା। ଗଙ୍ଗାମାଇ କମ୍ପିତ ହାତରେ ହାଣ୍ଡି କଡ଼ାଇଲେ। ହଠାତ୍ ହାଣ୍ଡିରୁ ସୁଗନ୍ଧିତ ଖେଚୁଡ଼ିର ଗନ୍ଧ ଆସିଲା। ସମସ୍ତ ଆଶ୍ଚର୍ଯ୍ୟରେ ଖାଲି ହାଣ୍ଡି ପୂରିଗଲା। ସାଇ କହିଲେ, ପ୍ରଥମେ ଗଙ୍ଗାମାଇ ଖାଇବେ। ସେ ଭୟଭୀତ ସ୍ୱର କହିଲେ, କିନ୍ତୁ ଆଶ୍ଚର୍ଯ୍ୟ, ରୋଷେଇ ଘରେ ତ କିଛି ଥିଲା ନାହିଁ। ଚୁଲା, ଥଣ୍ଡା ପାତିଲି ଖାଲି। ସେବକମାନେ ଚିନ୍ତାରେ ପଡ଼ିଗଲେ। ସାଇବାବା ହସି କହିଲେ, ଭୟ କର ନାହିଁ, ମାଇଙ୍କ ଭକ୍ତି ଆଜି ରାନ୍ଧିବ। ସେ ନିଜ ହାତରେ ଚୁଲା ଜଳାଇଲେ। କେହି ଦେଖିଲେ ନାହିଁ, କେବେ ଚାଉଳ ଆସିଲା ନାହିଁ, କେବେ ପାଣି ପଡ଼ିଲା ନାହିଁ। ତଥାପି ମୁହୂର୍ତ୍ତକେ ପାତିଲି ଭରିଗଲା ଓ ସୁଗନ୍ଧିତ ପ୍ରସାଦରେ ଭରିଗଲା। ସମସ୍ତ ଗାଁ ଲୋକ ଖାଇଲେ, ଶିଶୁ, ବୃଦ୍ଧ, ଦରିଦ୍ର, ଧନୀ, କିନ୍ତୁ ପାତିଲି ଖାଲି ହେଲା ନାହିଁ। ଶେଷରେ ସାଇବାବା ଗଙ୍ଗାମାଇକୁ ଡାକି କହିଲେ, ମାଇଁ, ତୁମେ ଶେଷ ନେବ। ଗଙ୍ଗାମାଇ ଭୟଭୀତ ହୋଇ କହିଲେ, ସାଇ, ମୁଁ ତ ସବୁଠାରୁ ବଡ଼, ଛୋଟ। ସାଇ ସହଜରେ ଉତ୍ତର ଦେଲେ, ଯେ ନିଜକୁ ସବୁଠାରୁ ଛୋଟ ଭାବେ, ସେହି ମୋ ପାଖରେ ସବୁଠାରୁ ନିକଟ। ସେଦିନ ପରେ ଗଙ୍ଗାମାଇ କେବେ ଭୋକା ରହିଲେ ନାହିଁ, କିନ୍ତୁ ସେ କାହାକୁ କିଛି କହିଲେ ନାହିଁ, କେବଳ ଏତିକି କହୁଥିଲେ, ସାଇ ଦେଖନ୍ତି ନୁହେଁ କ'ଣ ଅଛି କି ହାତରେ, ସେ ଦେଖନ୍ତି କ'ଣ ଅଛି ହୃଦୟରେ।
ଭକ୍ତ ଯେତେ ନୀରବ, ସାଇବାବା କୃପା ସେତେ ଗଭୀର। ଯେଉଁ ରାତି ପରେ ଶିରିଡ଼ି ଗାଁରେ ଏକ ନୀରବ ପରିବର୍ତ୍ତନ ଆସିଲା। ଲୋକେ ଆଉ ସାଇଙ୍କୁ କେବଳ ଚମତ୍କାର ପାଇଁ ଦେଖୁନଥିଲେ, ସେମାନେ କିଛି ହୃଦୟ ଦେଖିବାକୁ ଶିଖିଲେ। ଗଙ୍ଗାମାଇ ପ୍ରତିଦିନ ଦ୍ୱାରିକାମୟରେ ଆସି ବସି ନୀରବରେ ଝାଡ଼ୁ ଦେଉଥିଲେ। କେହି ତାକୁ ପଚାରିଲେ, ମାଇଁ, ସାଇ ତୁମକୁ ଏତେ କୃପା ଦେଲେ, ତୁମେ କାହିଁକି କିଛି ମାଗୁନାହ? ଗଙ୍ଗାମାଇ ହସି କହିଲେ, ସାଇ ଯେତେବେଳେ ହୃଦୟ ନେଇ ତାପରେ ମାଗିବାକୁ କ'ଣ କହିଲା? ଗୋଟିଏ ସନ୍ଧ୍ୟାରେ ସାଇବାବା ତାଙ୍କୁ ନିକଟକୁ ଡାକି କହିଲେ, ମାଇଁ, ଲୋକେ ମୋତେ ଖୋଜିବେ ମୂର୍ତ୍ତିରେ, କିନ୍ତୁ ତୁମେ ମୋତେ ଖୋଜିଲ ନୀରବତାରେ। ଏତିକି କହି ସାଇ ନିଜ ଚାଦର ଗଙ୍ଗାମାଇଙ୍କ ମୁଣ୍ଡରେ ରଖିଦେଲେ। ପରଦିନ ସକାଳେ ଗଙ୍ଗାମାଇ ସେଠାରେ ଥିଲେ ନାହିଁ, କିନ୍ତୁ ଯେଉଁ ସ୍ଥାନରେ ସେ ବସିଥିଲେ ସେଠାରେ ଲେଖା ଦେଖାଗଲା, ଯେ ସାଇଙ୍କୁ ନିଜ ମନରେ ପାଇଲା ସେ ମୋତେ ଅଲଗା ହୁଏ ନାହିଁ। ସାଇବାବା ଚୁପଚାପ ଦେଖିଲେ ଏବଂ ଧୀରେ କହିଲେ, ସାବକ ମାଲିକ, କିନ୍ତୁ ସବୁଠାରୁ ପ୍ରିୟ ସେ ଯେ କିଛି ନ ମାଗି ପୂଜା। ଯଦି ତୁମ ମନ ଆଜି ଶାନ୍ତି ଲାଗିନି, ତେବେ ଜାଣିବ ସାଇ ତୁମ ସହିତ ଅଛନ୍ତି। ଏହି କଥାକୁ ହୃଦୟରେ ରଖ, ଭରସାକୁ କେବେ ଛାଡ଼ି ନିଅନି। ଭକ୍ତି ଏମିତି ଥାଉ। କଥା ପାଇଁ ଭିଡ଼ିଓଟି ଲାଇକ୍ କରନ୍ତୁ, ଚ୍ୟାନେଲରେ ସବସ୍କ୍ରାଇବ୍ କରନ୍ତୁ ଏବଂ ସାଇଙ୍କ ନାମ ସ୍ମରଣ କରନ୍ତୁ। ସାବକ ମାଲିକ ଏକ।